2020 सोशल साइंस क्वेश्चन विथ आंसर। इंग्लैंडर राजदूत सार टमास रो केउ मोगल सम्राट को दरबार को आसीथिले? आंसर हम जहांगीर। किए मैसूर बाघ नाम परिचित? आंसर हम टीपू सुल्तान। सामंत संधि प्रथमे केउ शासक ग्रहण करथिले? आंसर होची हैदराबाद निजाम। रेभेन्सा कॉलेज केबे प्रतिष्ठित होइतिला? आंसर होची 1868। ब्रह्मसभा किए स्थापन करथिले? राजा राममोहन राय। कहा प्ररोचनारे मुकुंद देव इंग्रेज मान विरुद्ध युद्ध करथिले? जय राजगुरु। किए भारतर चिरस्थायी बंदोबस्त प्रचलन करथिले? लॉर्ड कॉर्नवालिस। किए भारतीय जातीय कांग्रेस प्रतिष्ठाता थिले? आलान ऑक्टावियन ह्यूम। ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାଧୀନତାର ଘୋଷଣାପତ୍ର କେଉଁଠାରେ ସ୍ୱାକ୍ଷରିତ ହୋଇଥିଲା? ଫିଲାଡେଲଫିଆ। ଇଟାଲୀ ଇତିହାସରେ କିଏ ତ୍ୟାଗୀ ପୁତ୍ର ଭାବରେ ପରିଚିତ? ଗାରିବାଲ୍ଡି। ଭାରତର ରାଷ୍ଟ୍ରପତି ପଦ ପାଇଁ ଜଣେ ବ୍ୟକ୍ତିଙ୍କୁ କେତେ ବର୍ଷ ବୟସ ହୋଇଥିବା ଆବଶ୍ୟକ? 35 ବର୍ଷ। ଭାରତର ଅର୍ଥ ଆୟୋଗ କିଏ ନିଯୁକ୍ତ କରନ୍ତି? ରାଷ୍ଟ୍ରପତି। କିଏ ଓଡ଼ିଶାର ବିଧାନସଭାର ଅଧିବେଶନ ଡକାଇଥାନ୍ତି? ରାଜ୍ୟପାଳ। କେଉଁଠି ପୁରାତନ ପଟ୍ଟୁମୂର୍ତ୍ତିକା? ଭାଙ୍ଗର। କେଉଁଠି ଏକ ସର୍ବବ୍ୟାପୀ ସମ୍ବଳ? ବାୟୁ। ପୃଥିବୀର ଆଭ୍ୟନ୍ତରରୁ ଉତ୍ପନ୍ନ ହୋଇଥିବା ଶକ୍ତି? ଭୂତାପଜ ଶକ୍ତି। କେଉଁ ଦେଶର ସ୍ଥାନାନ୍ତରିତ କୃଷିକୁ ରୋକା କୁହାଯାଏ? ଆନ୍ସର ହେବ ବ୍ରାଜିଲ। କେଉଁ ଅଭୟାରଣ୍ୟଟି କୁମ୍ଭୀର ସଂରକ୍ଷଣ ପାଇଁ ପ୍ରସିଦ୍ଧ? ଭିତରକନିକା। ବିଷମ ଯୋଡ଼ିକୁ ବାଛ। ଅଭ୍ର ଜର୍ମାନୀ, କ୍ରୋମାଇଟ୍ ଭାରତ, ମାଙ୍ଗାନିଜ ବ୍ରାଜିଲ, କୋଇଲା ଚୀନ। ଆନ୍ସର ହେବ ଅଭ୍ର ଜର୍ମାନୀ। ଏଗୁଡ଼ା ବୁଝିପାରୁଥିବେ। କେଉଁ ପ୍ରକାର ଅରଣ୍ୟରେ ପାଇନ ବୃକ୍ଷ ଦେଖାଯାଏ? ସରଳ ବର୍ଗୀୟ ଅରଣ୍ୟ। କେଉଁ ଦେଶ ମକା ଉତ୍ପାଦନରେ ପ୍ରସିଦ୍ଧି ଲାଭ କରିଛି? ଆନ୍ସର ହେବ ଯୁକ୍ତରାଷ୍ଟ୍ର ଆମେରିକା। କେଉଁ ନିମ୍ନୋକ୍ତ ଶିଳ୍ପମାନଙ୍କ ମଧ୍ୟରୁ କେଉଁଟିକୁ ସୂର୍ଯ୍ୟୋଦୟ ଶିଳ୍ପ କୁହାଯାଏ? ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ସେବା। ଅଭୟାରଣ୍ୟ ଓ ସଂରକ୍ଷିତ ପଶୁର ନିମ୍ନୋକ୍ତ କେଉଁ ଯୋଡ଼ିଟି ଠିକ୍ ରୂପେ ସଂଯୁକ୍ତ ନୁହେଁ? ଚନ୍ଦକା ହାତୀ, ଟିକରପଡ଼ା କୁମ୍ଭୀର, ପାଲାମୁ ସିଂହ, କାଜିରଙ୍ଗା ଗଣ୍ଡା। ପାଲାମୁ ସିଂହ ହେବନି, ବାକି ସବୁ ତ ଜାଣୁଛ। ଚନ୍ଦକାରେ ହାତୀ ଅଭୟାରଣ୍ୟ, ଟିକରପଡ଼ାରେ କୁମ୍ଭୀର ଅଭୟାରଣ୍ୟ, କାଜିରଙ୍ଗାରେ ଗଣ୍ଡା, ପାଲାମୁ ସିଂହ ହେବନି। ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଯାଉଥିବା ବ୍ୟକ୍ତିକୁ କ'ଣ କୁହାଯାଏ? ପ୍ରବାସୀ କୁହାଯାଏ। ପ୍ରାକୃତିକ ବାଷ୍ପ କେଉଁ ପ୍ରକାର ସମ୍ବଳ ଅନ୍ତର୍ଭୁକ୍ତ? ନବୀକରଣ ଅଯୋଗ୍ୟ। 2020ର କୋଶ୍ଚିନ୍ ସରିଯାଇଛି। ଏବେ 2019ର। ଭାରତର କେଉଁ ରାଜ୍ୟରେ ଥୋରିୟମ୍ ମିଳିଥାଏ? କେରଳ। ଆମେରିକାର ସ୍ୱାଧୀନତା ଘୋଷଣାପତ୍ର କିଏ ପ୍ରସ୍ତୁତ କରିଥିଲେ? ଟମାସ ଜେଫରସନ୍। ବ୍ୟାଘ୍ର ପ୍ରକଳ୍ପ ଦୃଷ୍ଟିରୁ ଅସମ୍ପୃକ୍ତ ଯୋଡ଼ିଟିକୁ ବାଛ। ମହାରାଷ୍ଟ୍ର ମେଲଘାଟ, ଝାଡ଼ଖଣ୍ଡ ପାଲାମୁ, କର୍ଣ୍ଣାଟକ କରବେଟ୍, ଆସାମ ମାନସ। କର୍ଣ୍ଣାଟକର କରବେଟ୍ ହେବନି, ଭୁଲ ଆନ୍ସର ଅଛି। ସଂସଦୀୟ ସଚିବମାନେ କାହା ଦ୍ୱାରା ନିଯୁକ୍ତ ହୋଇଥାନ୍ତି? ପ୍ରଧାନମନ୍ତ୍ରୀ। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ କିଏ ସଭାପତି ହୋଇଥିଲେ? ଉମେଶ ଚନ୍ଦ୍ର ବାନାର୍ଜୀ। କେଉଁ ରାଜ୍ୟରେ ମରୁସ୍ଥଳୀ ମୃତ୍ତିକା ଦେଖାଯାଏ? ପଞ୍ଜାବ। ରାମକୃଷ୍ଣ ମିଶନ କିଏ ପ୍ରତିଷ୍ଠା କରିଥିଲେ? ସ୍ୱାମୀ ବିବେକାନନ୍ଦ। କେଉଁଟି ଚାପ ଗୋଷ୍ଠୀ ଅଟେ? କମ୍ୟୁନିଷ୍ଟ ପାର୍ଟି, କଂଗ୍ରେସ ପାର୍ଟି, ଭାରତୀୟ ଜନତା ପାର୍ଟି, ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ। ଆନ୍ସର ହେବ ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ। ତୃତୀୟ କର୍ଣ୍ଣାଟ ସମୟରେ କିଏ ଇଂରେଜ ସୈନ୍ୟାଧ୍ୟକ୍ଷ ଥିଲେ? କ୍ଲାଇଭ୍। ଓଡ଼ିଶାର ଲୋକସେବା ଆୟୋଗର ଅଧ୍ୟକ୍ଷଙ୍କୁ କିଏ ନିଯୁକ୍ତ କରିଥାନ୍ତି? ରାଜ୍ୟପାଳ। ଭାରତୀୟ କୃଷି ମୁଖ୍ୟତଃ କେଉଁ ଶ୍ରେଣୀଭୁକ୍ତ? ମିଶ୍ରିତ। ପ୍ରବାସ ଗମନ କେଉଁ ଦେଶର ଜନସଂଖ୍ୟାକୁ ପ୍ରଭାବିତ କରିଛି? ଯୁକ୍ତରାଷ୍ଟ୍ର ଆମେରିକା। ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ କେଉଁ ମୋଗଲ ସମ୍ରାଟଙ୍କଠାରୁ ଅନୁମତି ନେଇ ସୁରତଠାରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ? ଶାହାଜାହାନ। ଖଣିଜ ଦ୍ରବ୍ୟ କେଉଁ ସମ୍ବଳ ଶ୍ରେଣୀଭୁକ୍ତ ନୁହେଁ? ପ୍ରାକୃତିକ, ନବୀକରଣ ଯୋଗ୍ୟ, ଅଜୈବ, ସ୍ଥାନୀୟ। ନବୀକରଣ ଯୋଗ୍ୟ ହେବ, କାହିଁକିନା ପ୍ରାକୃତିକ ତ ହୋଇପାରିବ ଖଣିଜ ଦ୍ରବ୍ୟ, ଅଜୈବ ବି ହୋଇପାରିବ, ସ୍ଥାନୀୟ ବି ହୋଇପାରିବ, ନବୀକରଣ ଯୋଗ୍ୟ ହୋଇପାରିବ ନାହିଁ, କାହିଁକିନା ଖଣିଜ ଦ୍ରବ୍ୟ ଥରେ ବ୍ୟବହାର କଲା ପରେ ଆଉ ଥରେ ବ୍ୟବହାର ହୋଇପାରିବ ନାହିଁ। କେଉଁ ନଦୀ ଅବବାହିକାଟି ଦକ୍ଷିଣ ଆମେରିକା ଅନ୍ତର୍ଭୁକ୍ତ? କଙ୍ଗୋ, ଫରାନ, ପାରାଗୁଏ, ନୀଳ, ଇରାବତୀ। ନୀଳ। ଫ୍ରାନ୍ସର ବିପ୍ଳବୀମାନେ କେଉଁ ଦିନ ବାସ୍ତିଲ ଦୁର୍ଗ ଆକ୍ରମଣ କରି ଭାଙ୍ଗି ଦେଇଥିଲେ? ଜୁଲାଇ 14, 1799। ମୁଁ ହେଉଛି ପ୍ରଭୁ ଓ ପ୍ରଜାମାନେ ମୋର ସେବକ କିଏ ଘୋଷଣା କରିଥିଲେ? ଷୋଡ଼ଶ ଲୁଇ। ଚକରା ବିଷୋଇ କେଉଁ ବିଦ୍ରୋହର ନେତୃତ୍ୱ ନେଇଥିଲେ? କୋଲ୍ହୋ ବିଦ୍ରୋହ। କେଉଁଠି ଏକ ଦ୍ୱୈତ ମାଲିକାନାଭୁକ୍ତ ଶିଳ୍ପ ସଂସ୍ଥା? ମାରୁତି ଉଦ୍ୟୋଗ।
ମକାରେ କେଉଁ ଉପାଦାନଟି ଅଧିକ ପରିମାଣରେ ଥାଏ? ଶ୍ଵେତସାର। ଜ୍ୱଳନ୍ତ ଅଙ୍ଗାର କେଉଁ ସଂଗଠନର ପ୍ରତୀକ ଥିଲା? କାର୍ବୋନାରୀ। ଓଡ଼ିଶାର କେଉଁ ବର୍ଷ ମେଡ଼ିକାଲ ଶିକ୍ଷାଦାନ ଆରମ୍ଭ ହୋଇଥିଲା? 1875। ଅସମ୍ପୃକ୍ତ ଯୋଡ଼ିକୁ ବାଛ। ମେମ୍ଫିସ୍ କପା ବ୍ୟବସାୟ କେନ୍ଦ୍ର, ୱିସ୍କନ୍ସିନ୍ ପଶୁପାଳନ ଭୂମି, ଚିକାଗୋ ମାଂସ ବ୍ୟବସାୟ କେନ୍ଦ୍ର, ଫ୍ଲୋରିଡ଼ା ଲାଲ ମକା। ଆନ୍ସର ହେବ ୱିସ୍କନ୍ସିନ୍ ପଶୁପାଳନ ଭୂମି। ଏଇସବୁ ଜିନିଷ ଖାଲି ଘୋଷି ଦେବ, ଆନ୍ସର କ୍ୱେଶ୍ଚିନ୍ ପଡ଼ିବ, ଆନ୍ସର ମାରିବ, ଆଉ କିଛି ନାହିଁ ଆଧରେ। ପ୍ରତିଷ୍ଠା ସମୟରେ ସାକ୍ଟି ଲୌହ ଇସ୍ପାତ କାରଖାନା କେଉଁ ରେଳ ଷ୍ଟେସନ ଉପରେ ନିର୍ଭର କରୁଥିଲା? ଦୁର୍ଗାପୁର। ଓଡ଼ିଶାର କେଉଁ ଜିଲ୍ଲାରେ କଫି ଚାଷ କରାଯାଏ? ଆନ୍ସର ହେବ କୋରାପୁଟ। 2019ର କ୍ୱେଶ୍ଚିନ୍ ସରିଯାଇଛି, ଏବେ 2018 କ୍ୱେଶ୍ଚିନ୍ ଆନ୍ସର ଦେଖିବା। ରୋପଣ କୃଷି ପ୍ରଣାଳୀରେ କରାଯାଉଥିବା କେଉଁ ଫସଲ ଉତ୍ପାଦନରେ ମ୍ୟାଲେସିଆ ପୃଥିବୀରେ ଅଗ୍ରଣୀ? ରବର। କେଉଁ ଆଇନ ଅନୁଯାୟୀ ଭାରତରେ ଏକ ସୁପ୍ରିମକୋର୍ଟ ସ୍ଥାପନ କରାଗଲା? ନିୟାମକ ଆଇନ। ଅସମ୍ପର୍କିତ ଯୋଡ଼ିଟିକୁ ବାଛି ଲେଖ। କାମ୍ବେ ଉପକୂଳ ସୌରଶକ୍ତି, ମନିକରଣ ଭୂତାପଜ ଶକ୍ତି, ତାରାପୁର ଆଣବିକ ଶକ୍ତି, ତାମିଲନାଡୁ ଉପକୂଳ ପବନ ଶକ୍ତି। ଆନ୍ସର ହେବ କାମ୍ବେ ଉପକୂଳ ସୌରଶକ୍ତି। 1776 ଉପନିବେଶୀୟ ଅଧିକାର ନାମକ ଦଲିଲ କେଉଁଠାରେ ପ୍ରସ୍ତୁତ କରାଯାଇଥିଲା? ଆନ୍ସର ହେବ ବୋଷ୍ଟନ। ପ୍ରାର୍ଥନା ସମାଜର ପ୍ରତିଷ୍ଠାତା କିଏ ଥିଲେ? ଆନ୍ସର ହେବ ଆତ୍ମାରାମ ପାଣ୍ଡୁରଙ୍ଗ। କେଉଁ ହ୍ରଦଟି ଆମେରିକାର ବୃହତ ହ୍ରଦ ସମୂହ ମଧ୍ୟରେ ବୃହତ୍ତମ? ସୁପେରିୟର ହ୍ରଦ। ମଧ୍ୟମ ବୃଷ୍ଟିପାତ ଅଞ୍ଚଳରେ କେଉଁ ଧରଣର ଉଦ୍ଭିଦ ଦେଖାଯାଏ? କଣ୍ଟାବନ। ଉଚ୍ଚବଚ୍ଚ ଦୃଷ୍ଟିକୋଣରୁ ନିମ୍ନୋକ୍ତ କେଉଁ ଭୂମିରୂପଟି ଅନ୍ୟ ତିନୋଟି ଠାରୁ ଭିନ୍ନ? ତିବ୍ବତ, ଗୋବି, ଆଣ୍ଡିଜ୍, ସ୍କାଣ୍ଡିନେଭିଆ। ଆନ୍ସର ହେବ ଆଣ୍ଡିଜ୍। ପ୍ରଥମେ ଖୋର୍ଦ୍ଧାଠାରେ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପାଇକମାନଙ୍କୁ କିଏ ଯୁଦ୍ଧ ବିଦ୍ୟା ଶିକ୍ଷା ଦେଇଥିଲେ? ବିପ୍ଳବୀ ଜୟୀ ରାଜଗୁରୁ, ଧରଣୀଧର ଭୂୟାଁ, ବକ୍ସି ଜଗବନ୍ଧୁ, ଦୋରା ବିଶୋଇ। ଆନ୍ସର ହେବ ଦୋରା ବିଶୋଇ। କେଉଁ ଅଞ୍ଚଳକୁ ଯୁକ୍ତରାଷ୍ଟ୍ର ଆମେରିକାର ପଶୁପାଳନ ଭୂମି କୁହାଯାଏ? ୱିସ୍କନ୍ସିନ୍ ରାଜ୍ୟ, ଲୋହିତ ନଦୀ ଉପତ୍ୟକା, ମିସିସିପି ଅବବାହିକାର ଦକ୍ଷିଣାଂଶ, ଫ୍ଲୋରିଡ଼ାର ଉତ୍ତରାଞ୍ଚଳ। ଏହି ଚାରୋଟି ଅପସନ୍ ମଧ୍ୟରୁ ଫ୍ଲୋରିଡ଼ାର ଉତ୍ତରାଞ୍ଚଳ, ଡି ଅପସନ୍ଟି ଠିକ୍ ହେବ। ସିମ୍ପାଞ୍ଜି ଓ ଓରାଙ୍ଗୋଟାଙ୍ଗ ଭଳି ପ୍ରାଣୀ ପ୍ରାୟତଃ କେଉଁ ଅଞ୍ଚଳରେ ଦେଖାଯାଆନ୍ତି? ଆନ୍ସର ହେବ ନିରକ୍ଷୀୟ ଅରଣ୍ୟ। ପବନ କଳରେ ବ୍ୟବହୃତ ପବନ ଶକ୍ତି ନିମ୍ନୋକ୍ତ ତିନୋଟି ପ୍ରକାର ସମ୍ବଳର ଅନ୍ତର୍ଭୁକ୍ତ। ଅନ୍ୟଟିକୁ ବାଛି ଦିଅ। ବିକଶିତ ଅଞ୍ଚଳ, ନବୀକରଣ ଯୋଗ୍ୟ ସମ୍ବଳ, ସ୍ଥାନୀୟ ସମ୍ବଳ, ଅଜୈବ ସମ୍ବଳ। ଆନ୍ସର ହେବ ବିକଶିତ ସମ୍ବଳ। ବିକଶିତ ସମ୍ବଳ ଆନ୍ସର ହେବ, କାରଣ ପବନ କଳ କ'ଣ ନବୀକରଣ ଯୋଗ୍ୟ ସମ୍ବଳ ଅଟେ, ସ୍ଥାନୀୟ ସମ୍ବଳ ଅଟେ, ଅଜୈବ ସମ୍ବଳ ଅଟେ, କିନ୍ତୁ ବିକଶିତ ସମ୍ବଳ ନୁହଁ, କାହିଁକିନା ସେଇଟା ଏଯାଏଁ ଏବେ ନୂଆ ଷ୍ଟାର୍ଟ ହେଇଛି, ବିକଶିତ ହେଇପାରି ନାହିଁ, ବିକାଶଶୀଳରେ ଅଛି। ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ସମୟରେ ଇଂଲଣ୍ଡର କେଉଁ ରାଜଦୂତ ଭାରତକୁ ଆସିଥିଲେ? ହକିନ୍ସ, ସାର୍ ଟମାସ ରୋ, ଡ୍ରେକ୍, କର୍ଣ୍ଣାକ। ଆନ୍ସର ହେବ ସାର୍ ଟମାସ ରୋ। କେଉଁ ଖଣିଜଟି ପ୍ରାୟତଃ ଆଗ୍ନେୟ ଓ ରୂପାନ୍ତରିତ ଶିଳା ମଧ୍ୟରୁ ମିଳିଥାଏ? ଆନ୍ସର ହେବ ଚୂନ ପଥର। ଆଇନର ତାତ୍ପର୍ଯ୍ୟର ରଚୟିତା କିଏ? ଆନ୍ସର ହେବ ମୀରାବୋ। ନିମ୍ନୋକ୍ତ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ? ଅଂଶୁପା, ଋଷିକୁଲ୍ୟା, ବ୍ରାହ୍ମଣୀ, ସୁବର୍ଣ୍ଣରେଖା। ଆନ୍ସର ହେବ ଅଂଶୁପା, କାହିଁକିନା ଅଂଶୁପା ଗୋଟେ ହ୍ରଦ, ବାକି ସବୁ ନଦୀ। ରୟତୱାରୀ ବନ୍ଦୋବସ୍ତ ଭାରତର କେଉଁ ଅଞ୍ଚଳରେ ପ୍ରଚଳନ କରାଯାଇଥିଲା? ବେଙ୍ଗଲ। ଲାଲ କୁର୍ତ୍ତା ବାହିନୀ କିଏ ଗଠନ କରିଥିଲେ? ଜୋସେଫ ମାଜିନି, ଗାରିବାଲ୍ଡି, କାଉଣ୍ଟ କାଭୁର। କୌଣସିଟି ନୁହେଁ। ଆନ୍ସର ଏଇ ଭିତରୁ କୌଣସିଟି ହେବ ନାହିଁ, ଡି ଆନ୍ସର। ଏମିତି ବି କ୍ୱେଶ୍ଚିନ୍ ପଡ଼େ ଯେଉଁଟାକି କେଉଁଟା ବି ହେଇନଥିବ, ଅପସନ୍ରେ ନଥିବ। ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ କିଏ ନିଯୁକ୍ତି କରନ୍ତି? ରାଷ୍ଟ୍ରପତି। ମୃତ୍ତିକାର ରଙ୍ଗ, ଗୁଣ ଓ ଅନ୍ତର୍ନିହିତ ଉପାଦାନ ନିମ୍ନୋକ୍ତ କେଉଁ ନିୟାମକ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ? ଆନ୍ସର ହେଉଛି ଅପସନ୍ ହେଉଛି ଗଠନ ସମୟ, ଜଳବାୟୁ, ପ୍ରାଥମିକ ଶିଳା, ଭୂ ପ୍ରକୃତି। ଆନ୍ସର ହେବ ପ୍ରାଥମିକ ଶିଳା। ତାପରେ କ୍ୱେଶ୍ଚିନ୍ ହେଉଛି କେଉଁ ଧରଣର ଶିଳ୍ପ ମୌଳିକ ଶିଳ୍ପ ଭାବେ ପରିଗଣିତ? କୃଷି ଭିତ୍ତିକ, ଜଙ୍ଗଲ ଭିତ୍ତିକ, ଖଣିଜ ଭିତ୍ତିକ, ସମୁଦ୍ର ଭିତ୍ତିକ। ଆନ୍ସର ହେବ ସମୁଦ୍ର ଭିତ୍ତିକ। 1857 ମସିହା ବିଦ୍ରୋହ ସମୟରେ ସମ୍ବଲପୁରଠାରେ କିଏ ବିଦ୍ରୋହର ନେତୃତ୍ୱ ନେଇଥିଲେ? ଏଇଟା ତ ସମସ୍ତେ ଜାଣିଥିବେ, ସୁରେନ୍ଦ୍ର ସାଏ। ଅପସନ୍ ଅଛି ଉଦନ୍ତ ସାଏ, ମହାରାଜ ସାଏ, ସୁରେନ୍ଦ୍ର ସାଏ, ମୋହନ କୁମାରୀ। ଆନ୍ସର ହେବ ସୁରେନ୍ଦ୍ର ସାଏ। ଆର୍ଥିକ ଜରୁରୀ ପରିସ୍ଥିତି କିଏ ଘୋଷଣା କରିଥାନ୍ତି? ରାଷ୍ଟ୍ରପତି। ଇମର୍ଜେନ୍ସି, ଫାଇନାନ୍ସିଆଲ ଇମର୍ଜେନ୍ସି ରାଷ୍ଟ୍ରପତି ଘୋଷଣା କରିଥାନ୍ତି। କେଉଁଠି ଏକ ପ୍ରାଥମିକ କାର୍ଯ୍ୟକଳାପ? ପ୍ରାଥମିକ କାର୍ଯ୍ୟକଳାପ ମାନେ ପ୍ରଥମରେ ହେବ ପ୍ରାଥମିକ, ଦ୍ୱିତୀୟକ, ତୃତୀୟକ ଥାଏ। ଧାନରୁ ଚାଉଳ ପ୍ରସ୍ତୁତି, ଏଇଟା ହେବନି, କାହିଁକିନା ଚାଷ କାର୍ଯ୍ୟଟା ହେବ ପ୍ରାଥମିକ। କପାରୁ ଲୁଗା ତିଆରି, ଏଇଟା ବି ହେବନି।
समुद्र माछ संग्रह हाँ यहाँ हो पार ट्रक द्वारा द्रव्य परिवहन यहाँ तो केवे भी हेनी कहीं सब जिन उत्पादन है ट्रक द्वारा द्रव्य परिवहन हुए तो आंसर हम समुद्र माछ संग्रह। जातीय कांग्रेस किए नरमपंथी नेता थे ऑप्शन अच्छी बाल गंगाधर तिलक गोविंद राणादे लाला लजपत राय बिपिन चंद्र पाल आंसर हम गोविंद राणादे कहीं ये ही नरमपंथी नेता थे बाल गंगाधर तिलक लाला लजपत राय बिपिन चंद्र पाल होउछन्ति चरमपंथी नेता थे।